नमस्कार सांग मैंने मोर आउ एक नुआ वीडियो को आपण मानक मु स्वागत करेछि सोनाली। तो पाचिया खंडे धरी बाहरी पड़ली आउ एठी देखुचंदी जो लिपा हेछि ना किछि समय पूर्वरु माछ आस्तिला तो सेटा बछा हे कि से जगह रे लिपा हेतिला। तो सेटा मु आपण मानक देखौछि। दादा पुणी माछ धरिकी पळे आछंदी आउ खाइबा पीबा भी सरी गलानी। वर्तमान टाइम हबो 3टा पाखापाखि माछ चुना माछ मिलिछि। कोठी गोटे नाଳ सुखा ହେଇଥିଲା ତ ସେଠି ମିଳିଥିଲା ମାଛ। ଯଦି ମିଳିଥିଲା ଦାଦା ଆଉ ଛାଡ଼ି ନାହାନ୍ତି। ଥରେ ତ ଆଣିଥିଲେ ସେଇଟା ରୋଷେଇ ହେଇଛି ଆଉ ଥରେ ପୁଣି ନେଇକି ଆସିଛନ୍ତି। ତ ମୁଁ ଆଉ ଦେଖିନଥିଲି ଜରିରୁ ଓଜାଡ଼ି ଦେଇଛି ବାହାରକୁ, କିନ୍ତୁ ଦେଖିଲା ପରେ ପୁରା କାଦୁଅରେ ଭରି ହେଇକି ରହିଥିଲା ମାଛ ଗୁଡ଼ାକ। କିନ୍ତୁ କ'ଣ କରିବା, ତାକୁ ତ ସଫା କରିବା ପାଇଁ ପଡ଼ିବ, ଏମିତି ତ ବାଛି ହେବନି। ମୁଁ କ'ଣ କଲି ନା ସେ ମାଛ ଗୁଡ଼ାକୁ ଧରିକି ପାଚିଆରେ ସବୁ ପୁଣି ପୁରେଇବାକୁ ଲାଗିଲି। ଆଉ ପୁରେଇଲା ବେଳେ ବହୁତ ଡର ଲାଗୁଥିଲା, କାହିଁକି ନା ସବୁ ପ୍ରକାର ମିଶାମିଶି ମାଛ ଅଛି ଆଉ ମାଛଟା ସାଙ୍ଗେ ସାଙ୍ଗେ ଘଣ୍ଟାଏ ପୂର୍ବରୁ ଧରା ହେଇଛି। ତ ଜିଅନ୍ତା ମାଛ ଗୁଡ଼ାକ ଅଛି ଆଉ ତା ଭିତରେ ସବୁଠୁ ଡେଞ୍ଜରିୟସ୍ ମାଛ ଅଛି କଣ୍ଟିଆ ମାଛ। ତ କଣ୍ଟିଆ ମାଛ ବିଷୟରେ ଆପଣ ତ ଜାଣିଥିବେ, କଣ୍ଟିଆ କଣ୍ଟା ଫୁଟିଗଲେ କେମିତିକା ଲାଗେ। ତ ସେଇ ଡରରେ କ'ଣ କଲି ନା ଡରି ଡରି ପୁରଉଥିଲି ପାଚିଆରେ ଆଉ ବାହାରି ପଡ଼ିଲି ଗଡ଼ିଆକୁ ଧୋଇବା ପାଇଁ। କାହିଁକିନା ଗଡ଼ିଆରେ ପୁରା ଫାଙ୍କା ପାଣି, ଟିକେ ଧୋଇବାକୁ ସୁବିଧା ହୁଏ। ଘରେ ପାଣି ଅଛି କିନ୍ତୁ ତଥାପି ବି ମୁଁ ମାନେ ଭାବିଲି କି ଭଲ ହେବ ଗଡ଼ିଆରେ ଧୋଇଲେ। ତ ମୁଁ ପଳେଇ ଗଲି ଗଡ଼ିଆ ପାଖକୁ। ଆଉ ଏଇଟା ଦେଖିପାରୁଥିବେ ଆମ ଗଡ଼ିଆ ଅଛି ଆଉ ଆମ ଗଡ଼ିଆରେ ବି ମାଛ ଅଛି, କିନ୍ତୁ ସେଇଟା ଅଧିକା ପାଣି ପାଇଁ ଧରା ହେଇନି। ବହୁତ ବର୍ଷ ତଳେ ମାଛ ଛଡ଼ା ହେଇଥିଲା, ଯେମିତିକି 3-4 ବର୍ଷ ହେଇଯିବ ମାଛ ଛଡ଼ା ହେଇଥିଲା, କିନ୍ତୁ କେବେ ଧରା ହେଇନି। ତ ନେକ୍ସଟ ଟାଇମ୍ ଯେବେ ବି ମାଛ ଧରା ହେବ ପାଣି ଶୁଖିଲା ପରେ, ତ ମୁଁ ଆପଣମାନଙ୍କୁ ଦେଖେଇବି। ଆଉ ଦେଖିପାରୁଥିବେ ଗଡ଼ିଆରେ ପୁରା ପାଣି ଭରି ହେଇକି ରହିଛି, ସେଥିପାଇଁ ଏବେ ମାଛ ଧରିବା ସମ୍ଭବ ନୁହଁ। ତ ନେକ୍ସଟ ଟାଇମ୍ ଯେବେ ବି ଧରା ହେବ ପକ୍କା ମୁଁ ଆପଣମାନଙ୍କ ସହିତ ଭିଡ଼ିଓ ସେୟାର କରିବି। ଆଉ ଦେଖିପାରୁଥିବେ ମାଛରୁ କେତେ କାଦୁଅ ପାଣି ଗୁଡ଼ାକ ବାହାରୁଛି। ମୁଁ ତାକୁ ଭଲସେ ଗୋଟେ ହାତରେ ଧୋଉଛି ନା, ତ ଟିକେ ଭଲସେ ତାକୁ ଧୋଇବା ପାଇଁ ମୁଁ ଚେଷ୍ଟା କରୁଥିଲି। ଆଉ ସେତେବେଳେ ମାଛ ଗୁଡ଼ାକ ଟୋଟାଲି ଜଣାଯାଉନଥିଲା କାଦୁଅ ପାଇଁ। ଆଉ ଏବେ ଦେଖିପାରୁଥିବେ ଟୋଟାଲି କ୍ଲିଅରଲି ଜଣାଯାଉଛି, ମାଛ ଗୁଡ଼ାକ ପୁରା ଚିକ୍ ଚିକ୍ କରୁଛି। ଆଉ ମାଛ ଭିତରେ କିଛି ଗେଣ୍ଡା ଆଉ ଯେମିତିକି କୁଟା ଫୁଟା ମିଶିକି ରହିଥିଲା, ମୁଁ ତାକୁ ସବୁ ସଫା କରିଦେଲି। ଦେଖିପାରୁଥିବେ କଣ୍ଟିଆ ମାଛଟା ବି ଉପରେ ଅଛି। ତ ସେଇ ମାଛ ପାଇଁ ମୋତେ ଟିକେ ଡର ଲାଗୁଥିଲା ସେତେବେଳେ। ଆଉ ଦେଖନ୍ତୁ କଣ୍ଟିଆ ଏଇଟା ଏବେ ବଞ୍ଚିନି, ମରିଯାଇଛି, କିନ୍ତୁ ମୋତେ ଡର ଥିଲା କାଳେ ସେ ବଞ୍ଚିଥିବ, କ'ଣ କରିଥିବ। କିଛି ସମୟ ପୂର୍ବରୁ ଧରା ହେଇ ଆସିଛି। ଆଉ ତୋରି ମାଛ ବି ଅଛି, ସବୁ ପ୍ରକାର ମିଶାମିଶି ମାଛ ଅଛି। ତ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର ମାଛ। ଚୁନା ମାଛ ମିଳିବା ବହୁତ କଷ୍ଟ, ଆଉ ଯଦି ମିଳିଛି ଦାଦା ତାକୁ ନ ଛାଡ଼ିକି ନେଇକି ପଳେଇ ଆସୁଛନ୍ତି। ଥରେ ଆଣିଥିଲେ, ଥରେ ରୋଷେଇ ହେଇସାରିଛି, ଆଉ ପୁଣି ଥରେ ଏଇଟା ଆଣିକି ଆସିଛନ୍ତି। ତ ମୁଁ ଧରିକି ପଳେଇ ଗଲି ବାଛିବା ପାଇଁ ସେ ମାଛକୁ। ଆଉ ଏପଟେ ଦେଖିପାରୁଥିବେ ଆମର ଧାନ ଚାଷ ହେଇଛି। ମୁଁ ଆସିକି ପୁଣି ସେଇ ଜାଗାରେ ବସିଗଲି ଯେଉଁଠି ମାଛଟା ଓଜାଡ଼ିଥିଲି ଫାଷ୍ଟ ଥର। ତ ସେଇ ଗୋଟେ ଜାଗା ଆଇଁଷ ହେଇଛି, ତ ଆଉ ଅଲଗା ଜାଗାରେ କରିବା ପାଇଁ ଟିକେ ଭଲ ଲାଗିଲାନି। ତ ସେଇ ଜାଗାରେ ମୁଁ ବସିଗଲି। ଆଉ ବସିକି ପାଚିଆରୁ ଓଜାଡ଼ିଲା ବେଳେ ଦେଖୁନାହାନ୍ତି, ସେ କଣ୍ଟିଆ ମାଛଟା ଟୋଟାଲି ବାହାରୁନି, ତା କଣ୍ଟାଟା ଲାଖିକି ରହିଯାଇଛି ସେ ପାଚିଆ ଭିତରେ। ତ ତାକୁ କ'ଣ କଲି ନା ମୁଁ ହାତରେ ଧରିକି ବାହାର କଲି। ବାହାର କରି ସାରିବା ପରେ ତାକୁ ବାଛିବା ପାଇଁ ହେଲେ ପାଉଁଶ କିଛିଟା ଦରକାର ହେବ, କାହିଁକିନା ମାଛ ଗୁଡ଼ାକ ହାତ ଖସେ ଚୁନା ମାଛ ଗୁଡ଼ାକ ବାଛିବା ପାଇଁ। ତ ସେଥିପାଇଁ କ'ଣ ହେଲା ନା ସେଠି ପାଉଁଶ ବି ଥୁଆ ହେଇଥିଲା ଆଗରୁ, କାହିଁକିନା ବଛା ହେଇଥିଲା। ମୁଁ ଯେମିତି ଆପଣମାନଙ୍କୁ କହୁଥିଲି କିଛି ସମୟ ପୂର୍ବରୁ, ସେଇଗୁଡ଼ାକ ବଛା ହେଇଥିଲା। ସେଇ ଜାଗାରେ ସେ ପାଉଁଶଟା ଅଛି, ମୁଁ ସେଥିରୁ 2 ମୁଠା ପାଉଁଶ ଆଣିଲି। ପାଉଁଶ ଭିତରେ ଯେଉଁଗୁଡ଼ାକ ଭଲସେ ମାନେ ପାଉଁଶ ନୁହଁ ତ କ'ଣ ଅଙ୍ଗାର କହନ୍ତି, ସେଗୁଡ଼ାକ ମୁଁ ବାଛି ବାହାର କରିଦେଲି। ଆଉ ମୋତେ ଏମିତି ମାଛ ବାଛିବା ଶିଖେଇଥିଲା। ମା କହିଥିଲା ଯେ କରାଣ୍ଡି ମାଛ ଗୁଡ଼ାକ ତା ଦେହରେ ଅଲଗା କିଛି ବାଛିବାର ନାହିଁ, ତା ପେଟଟାକୁ ଏମିତି ଚିପି ଦେଲେ ତା ପେଟ ଭିତରେ ଯେଉଁ ଅସନା ଗୁଡ଼ାକ ଥାଏ ସେଗୁଡ଼ାକ ବାହାରିଯାଏ। ତ ମୁଁ ସେଇ ପ୍ରୋସେସ୍ରେ ବାଛିବାକୁ ଚେଷ୍ଟା କରୁଥିଲି। ଆଉ ଗୋଟେ ହାତରେ ଫୋନ୍ ଧରିକି ଭିଡ଼ିଓ ବନାଉଥିଲି। ମୋର ସେମିତି ଭିଡ଼ିଓ ବନାଇବା ପାଇଁ ଏତେ ଟିକେ ପ୍ରୋବ୍ଲେମ୍ ହୁଏ, ଏକୁଟିଆ ବନାଏ। ସେ ଛୋଟ ପିଲାଟା ଅଛି ଭିଡ଼ିଓ ବନାଏ, କିନ୍ତୁ ତାକୁ ସବୁବେଳେ ଡାକିକି ତ ମୁଁ ଭିଡ଼ିଓ ବନାଇ ପାରିବିନି। ତ ସେଥିପାଇଁ ମୁଁ କ'ଣ କରୁଥିଲି ନା ଗୋଟେ ହାତରେ ଫୋନ୍ ଧରିଥିଲି ଆଉ ଗୋଟେ ହାତରେ ମାଛ ବାଛୁଥିଲି। ତ ଏମିତି କରିଥିଲେ ମୋତେ ଟୋଟାଲି ରାତି ପାଇଯାଇଥାନ୍ତା। କ'ଣ କରିବି ଆଉ, ସେଥିପାଇଁ ମଝିରେ ବି ଭିଡ଼ିଓ ବନ୍ଦ କଲି। ମାଛ ଟୋଟାଲି ବାଛି ସାରିବା ପରେ ନେକ୍ସଟ ଭିଡ଼ିଓ ଅଛି ଦେଖିବା ଆଗକୁ। ଆଉ ମୁଁ ଆଉ ଗୋଟେ ଜିନିଷ ଆପଣମାନଙ୍କୁ ଦେଖାଉଛି। ଇ ମାଛଟା ୟାକୁ ଆମର ଏଠି ବୋଧେ କଉ ଫାସିଆ କୁହନ୍ତି। ମୁଁ ବି ଭଲ ସେ ମାଛ ଗୁଡ଼ାକ ଚିହ୍ନିନି। ଆଉ ମୁଁ ତ ଭାବେ ଏଇ ଯେଉଁ ତା ପାଖରେ ଯେଉଁ ମାଛଟା ରଖିଲି ସେଇଟା ହେଉଛି ପୋଟେଇ ମାଛର ଛୁଆ, କିନ୍ତୁ ଆପଣମାନେ ସେଇଟାକୁ କ'ଣ କହନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ ନିହାତି। ତାପରେ ଏଇଟା ନେଇ ଆସିଲି ଗୋଟେ କଣ୍ଟିଆ ମାଛ। ମୁଁ ଏଇଟା ଆପଣମାନଙ୍କୁ ଭିଡ଼ିଓରେ ଦେଖାଇବା ପାଇଁ ଟିକେ ଗୋଟେ ସାଇଡ଼୍ ଅଲଗା କରିକି ରଖୁଥିଲି। ତା ଭିତରୁ ଆହୁରି କିଛିଟା ମାଛ ବି ମିଶି ଯାଇଛି। ଏଠି ଦେଖିପାରୁଥିବେ 5 ପ୍ରକାର ମାଛ ଅଛି।
ଆଉ ଗୋଟେ ତା ଭିତରେ ମାଛ ଥିଲା। ଏଇଟାକୁ ନେଇକି 6 ପ୍ରକାର ହେଲା, କିନ୍ତୁ ଆଉ ଗୋଟେ ମାଛ ମୁଁ ମିସ୍ କରିଦେଇଥିଲି, ସେଇଟା ହେଉଛି ଛୋଟ ଛୋଟ ଚିଙ୍ଗୁଡ଼ି ମାଛ। ତା ଭିତରେ ବି ମିଶିକି ରହିଥିଲା, ସବୁ ମିଶାମିଶି ମାଛ ଥିଲା। ଆଉ ବାଛିଲା ବେଳେ ମୁଁ ଭିଡ଼ିଓ କରିନଥିଲି, ବୋଉ ଲାଷ୍ଟକୁ ଆସି ମୋତେ ହେଲ୍ପ କରିଥିଲା, କାହିଁକିନା ବହୁତ ଗୁଡ଼ାକ ମାଛ ଥିଲା, ତ ମୋତେ ଏକୁଟିଆ ବାଛିବା ପାଇଁ ଟିକେ ଟାଇମ୍ ଲାଗିଥାନ୍ତା। ଆଉ ବୋଉ ମୋଠୁ ବେଟର୍ ମାଛ ବାଛେ, ତ ତାର ଏକ୍ସପିରିଏନ୍ସ ଅଛି ମାଛ ଫାଛ ବାଛିବାରେ, ମୋର ଏତେ ନାହିଁ। କିନ୍ତୁ ମୁଁ ସକ୍ ହେଇକି ମାଛ ଗୁଡ଼ାକ ଧରିକି ବସି ଯାଇଥିଲି ବାଛିବା ପାଇଁ। କିନ୍ତୁ ବୋଉ ସେ ଟାଇମ୍ରେ ଖାଉଥିଲା। ବୋଉର ଖାଇବା ଯେତେବେଳେ ସରିଗଲା, ସେ ଆସିକି ହେଲ୍ପ କଲା, ମାଛ ଗୁଡ଼ାକ ସିଏ ବି ବାଛିଦେଲା। ଆଉ ଦେଖିପାରୁଥିବେ ଗଡ଼ିଆକୁ ନେଇ ଆସିଲୁ ମାଛ ଧୋଇବା ପାଇଁ। ଘରେ ଟାଙ୍କିରେ ପାଣି ଅଛି, କିନ୍ତୁ ଏଠି ଟିକେ ଭଲସେ ଧୁଆ ହେଇପାରିବ। ଆଉ ଏଠି ଦେଖିପାରୁଥିବେ ବୋଉ ମାଛକୁ ଘଷି ଘଷିକି ଧୋଉଛି। ଆଉ ମୁଁ ତାକୁ ପଚାରିଲି, ମୁଁ କହିଲି ଏମିତି କ'ଣ ପାଇଁ ତାକୁ ବୁଲଉଛୁ, ତା ଭିତରେ ହାତ ବୁଲଉଛୁ? ନା, ସେ ଯେଉଁ କରାଣ୍ଡି ମାଛ ଗୁଡ଼ାକ ତାର ଯେଉଁ କାତି ଗୁଡ଼ାକ ଥାଏ, ସେ ବାଛିଲା ବେଳେ ତ ଛାଡ଼େନି, ତ ଏମିତି ପାଚିଆ ଭିତରେ ଘଷି ଦେଲେ ସେ କାତି ଗୁଡ଼ାକ ବାହାରିଯାଏ। ଆପଣମାନେ ବି ଦେଖିପାରୁଥିବେ ପାଣିରେ ପୁରା ଚିକଚିକ୍ ହେଇକି କାତି ଗୁଡ଼ାକ ଭାସୁଛି, ପୁରା କ୍ଲିଅରଲି କାତି ଗୁଡ଼ାକ ଛାଡ଼ିଗଲା। ବହୁତ ବଢ଼ିଆ ଆଇଡ଼ିଆଟେ ଗୋଟେ ଚୁନା ମାଛରୁ କାତି ଛଡ଼େଇବା ପାଇଁ। ଅଲଗା ବେଶୀ ମାଛରେ ତ କିଛି କାତି ନାହିଁ, କିନ୍ତୁ ଏଇ ମାଛଟାରେ ଟିକେ କାତି ଥାଏ କରାଣ୍ଡି ମାଛରେ। ଆଉ ସେ କାତି ଗୁଡ଼ାକ ଟୋଟାଲି ବାହାରି ଯାଉଛି ଏମିତି ଘଷିବା ଦ୍ୱାରା। ଆଉ ବୋଉ ଏମିତି ଭଲସେ ଧୋଇଦେଲା ମାଛକୁ। ମୁଁ ଯଦି ମାଛଟା ଧୋଇଥାନ୍ତି, ମୁଁ ଜମା ବି ହାତ ବୁଲେଇ ନଥାନ୍ତି, କାହିଁକିନା ତା ଭିତରେ କଣ୍ଟିଆ ଥିଲା। କଣ୍ଟା ବାଛିଲା ପରେ ବି ମୋତେ ଟିକେ ଡର ଲାଗେ, କେଉଁଠି କାଳେ କଣ୍ଟା ରହିଯାଇଥିବ, ହାତରେ ଲାଗିଯିବ, ଜୀବନ ପ୍ରତି ଭାରି ଲୋଭ। ତ ବୋଉ କହିଲା ଦେଇକି ମୁଁ ଭଲସେ ଧୋଇ ଦେଉଛି, ଆଉ ସିଏ ବି ଭଲସେ ଧୋଉଛି। ଆପଣମାନେ ଦେଖିପାରୁଥିବେ ସେ ତାଙ୍କର ଏଥିରେ ସବୁ ଅଭ୍ୟାସ ଗୁଡ଼ାକ ଅଛି, ତ ସିଏ ବଛା ବଛି ଧୁଆ ଧୋଇରେ ପୁରା ମାଷ୍ଟର। ତାଙ୍କ ସହିତ ତ କେହି ବି ପାରିବେନି। ତ ଆମେ ତାଙ୍କଠୁ ଦେଖି ଶିଖିବା କଥା। ଆମେ ଶିଖିଛୁ ଅବଶ୍ୟ, କିନ୍ତୁ ତାଙ୍କ ପରିକା ତ ଆମେ ଭଲସେ ଶିଖିନୁ। କ'ଣ କରିବା? ତ ଆଗକୁ ବି ଏସବୁ ଶିଖିବା ନିହାତି ଦରକାର, ବି କାମରେ ଆସିବ। ତ ଦେଖନ୍ତୁ କେତେ ଟାଇମ୍ ଧରିକି ବୋଉ ମାଛ ଧୋଉଛି। ଆଉ ବୋଉର ମାଛ ଧୁଆ ସରିଗଲା, ତ ଆମେ ମା ଝିଅ ଗଡ଼ିଆ ପାଖରୁ ପଳେଇ ଆସିଲୁ ଘରକୁ। ଆଉ ଦେଖିପାରୁଥିବେ ମୋ ବୋଉ ଡିଟୋ ମୋ ଭଳି ଦେଖାହେଉଛି ନା? ହଁ କ'ଣ କରିବା ଆଉ। ତ ଖରା ବି ବହୁତ ଜୋର ହେଉଛି। ଘରକୁ ଆସିଲା ପରେ ବୋଉ କହିଲା କି ପାଣି ଗୁଡ଼ାକ ପାଚିଆରୁ ବୋହିବ, ମୋତେ ଟିକେ ଗୋଟେ ଜାଗା ଦେ ଯେଉଁଥିରେ ପାଣି ବୋହିବନି। ତ ମୁଁ କ'ଣ କଲି ନା, ଏ ଘୋଡ଼ଣୀଟା ନେଇକି ବୋଉକୁ ଦେଖେଇଲି। ତ ଘୋଡ଼ଣୀ ଭିତରେ ମାଛ ଗୁଡ଼ାକ ରହିଲେ, ଆଉ ମାଛର ପାଣି ଗୁଡ଼ାକ ଘର ସାରା ସବୁଆଡ଼େ ବୋହିବନି, ଚାରିଆଡ଼େ। ତାପରେ ମୁଁ କ'ଣ କଲି ନା, ଗ୍ୟାସ୍ଟା ଲଗେଇଦେଲି। ଗ୍ୟାସ୍ ଲଗେଇକି କଢ଼େଇଟା ବସେଇଦେଲି। ବୋଉ କହୁଥିଲା କି ଚୁଲିରେ ଭାଜିବା ପାଇଁ, କିନ୍ତୁ ମୁଁ କହିଲି ନାଇଁ, ଆସି ଟାଇମ୍ 3ଟା ହେଲାଣି, ଆଉ ତ କିଛି କରିବାର ନାହିଁ ଚୁଲିରେ, ତ ତୁ ଏବେ ଚୁଲି ଲଗେଇକି ତାକୁ ଭାଜିବୁ କିଛିଟା ମାଛ ପାଇଁ, ତ ତୁ ଗୋଟେ କାମ କରନା, ଗ୍ୟାସ୍ରେ ଭାଜିଦେ। ତ ସେ ମୋ କଥାରେ ରାଜି ହେଲା। ଆଉ ତାପରେ ଲୁଣ, ହଳଦୀ ସବୁ ପକେଇଦେଲା ମାଛରେ। କିନ୍ତୁ ଏଠି ଗୋଟେ ଭୁଲ ରହିଗଲା, ସେ ଭୁଲଟା ଆଗକୁ ଅଛି, କ'ଣ ଆପଣମାନେ ଜାଣିପାରିବେ। ତାପରେ କ'ଣ ହେଲା ନା, ମୁଁ ଯେହେତୁ ଗ୍ୟାସ୍ରେ କଢ଼େଇଟା ବସେଇ ଦେଇଥିଲି, ଗରମ ହେଇଯାଇଥିଲା, ଆଉ ମା ସେଠି ପାଖରେ ଥିଲା, ମୋତେ କହିଲା କି ମୁଢ଼ି ଗୁଡ଼ାକ ନରମ ହେଇଯାଇଛି, ତାକୁ ଟିକେ ତୁ ଭାଜିଦେ, କଢ଼େଇରେ ପକେଇଦେ, ଯେମିତିକି ସେ ଟିକେ ଟାଣ ହେଇଯିବ, ଆଉ ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରି ଛତୁଆ କରି ପିଇଦେବି। କାହିଁକିନା ଏ ମୁଢ଼ିକୁ ଯଦି ପାଣିରେ ବତୁରେଇକି ଖାଇବ, ୟାର ଟେଷ୍ଟ ଟୋଟାଲି ବି ଆସିବନି। ବହୁତ ଦିନ ହେଇଗଲାଣି ମୁଢ଼ିଟା ରହିଗଲାଣି। ଆଉ ତା ସହିତ କୁଆଁର ପୁନେଇ ଉଖୁଡ଼ା ବି ଥିଲା, ତ ମିଶି ଯାଇଥିଲା। ତ ମା କହିଲା କି ତୁ ଏମିତି ତାକୁ ଟିକେ କଢ଼େଇରେ ପକେଇଦେ, ସେ ଟିକେ ମାନେ ମୁଡ଼ମୁଡ଼ ହେଇଗଲେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବୁ, ମୁଁ ଛତୁଆ ପିଇଦେବି। ମା ସବୁବେଳେ ସକାଳ ଖାଇବାରେ ତାର ଛତୁଆ, ମୁଢ଼ି ଏଇସବୁ ଖାଏ। ତ ଯେହେତୁ ମୁଢ଼ିଟା ରହିକି ନସମା ହେଇଯାଇଥିଲା, ତ ମୁଁ ତାକୁ କ'ଣ କଲି ନା, କଢ଼େଇରେ ପକେଇଦେଲି। ଆଉ କଢ଼େଇ ବି ଗ୍ୟାସ୍ଟା ବି ଲାଗିଥିଲା, କଢ଼େଇ ବି ଗରମ ଥିଲା। ତ ମୁଁ ଭାବିଲି କି ଫାଷ୍ଟ ମୁଢ଼ିଟାକୁ ଭାଜିଦେବି, ଆଉ ତାପରେ ମାଛ ଭାଜିବି। କିନ୍ତୁ କ'ଣ ହେଲା ନା, ସେ ମୁଢ଼ି ଭିତରେ ଯେଉଁ ଉଖୁଡ଼ା ଗୁଡ଼ାକ ଥିଲା, ସେ ଉଖୁଡ଼ାରେ ଚିନି ମିଶିଥିଲା। ଚିନି କି ଗୁଡ଼ କ'ଣ ଦିଆ ହେଇକି ଉଖୁଡ଼ା ହେଇଥିଲା। ସେ ଉଖୁଡ଼ା ପାଇଁ କ'ଣ ହେଲା ନା, କଢ଼େଇରେ ଲାଗିଗଲା, ମାନେ ଯେଉଁ ଚିନିଟା ଥାଏ, ମିଠା ଅଂଶଟା ଥାଏ, ସେଟା କଢ଼େଇରେ ପୁରା ଲାଗିକି କଢ଼େଇଟା ପୁରା କଳା ପଡ଼ିଗଲା। ଆଉ ଏଇଟା ଭଲସେ ଭଜା ହେଇଗଲା। ମା ଗୋଟେ କୁଲା ଆଣିକି ମୋତେ ଦେଲା, ମୁଁ ସେ କୁଲା ଭିତରକୁ ଏହାକୁ କାଢ଼ିଦେଲି, ଟିକେ ଥଣ୍ଡା ହେବା ପାଇଁ ଛାଡ଼ିଦେଲି। ଆଉ ଦେଖିପାରୁଥିବେ କଢ଼େଇଟା ପୁରା କେମିତି କଳା ହେଇଯାଇଛି, ଯେଉଁଗୁଡ଼ାକ ଉଖୁଡ଼ା ଲାଗିଛି ସେମିତି କେମିତି ଦାଗ ହେଇଯାଇଛି, କିନ୍ତୁ ସେଇଥିରେ ଆଉ ଭାଜି ହେବନି। ମୁଁ କ'ଣ କଲି ନା, କଢ଼େଇକୁ ନେଇକି ମାଜିକି ନେଇ ଆସିଲି। ମାଜିଲା ପରେ ବି କଢ଼େଇରୁ ସେ କଳା ଦାଗ ଭଲସେ ଛାଡ଼ି ନଥିଲା, ଆପଣମାନେ ଦେଖିପାରୁଥିବେ। ଆଉ ତାପରେ କ'ଣ କଲା ନା, ବୋଉ କଢ଼େଇରେ ତେଲ ପକେଇଦେଲା, ସୋରିଷ ତେଲ। ଆମର ସବୁବେଳେ ଘରେ ସୋରିଷ ତେଲ ହିଁ ୟୁଜ୍ ହୁଏ, ଅଲଗା ତେଲ ଆମର ଏତେ ୟୁଜ୍ ହୁଏନି। ମୁଁ ଭାବିଲି କି ବୋଉ ମାଛଟା ଗୋଳେଇକି ପକେଇବ ପାଚିଆରେ, କିନ୍ତୁ ସେ କ'ଣ କଲା ନା, ଏକାଥର ପକେଇଦେଲା ମାଛ, ସେଥିରେ ପକେଇକି ମିଶେଇଦେଲା। ମୁଁ କହିଲି ଭାଙ୍ଗିଯିବ, ତୁ ଏମିତି କରୁଛୁ ନା? ନା, ଭାଙ୍ଗିବନି। ସେ କ'ଣ କଲା ନା, ତାକୁ ଭଲସେ ମିଶେଇ ଦେଲା। ମିଶେଇକି ତାକୁ କ'ଣ କଲା ନା, ଚାରିଆଡ଼େ ଖେଳେଇ ଦେଲା। ମାଛଟା ଯେମିତି ସବୁଆଡ଼େ ଗୋଟା ଗୋଟା ହେଇକି ଅଲଗା ହେଇଯିବ, ଆଉ କଢ଼େଇ ସହିତ ମାନେ ମାଛଟା ବି ଭଲସେ ଭାଜି ହେବ।
ସେ ଏମିତି ଖେଳିଦେଲା। ମୋର ଗୋଟେ ମୁଁ ତ ମାଛ ବାଛିଦେଲି କିନ୍ତୁ ମୁଁ ଚୁନା ମାଛ କେବେ ବି ଭାଜିନି ଆଜି ଯାଏଁ, କାହିଁକିନା ମୋତେ ଡର ଥାଏ। ମୁଁ ଯେତେବେଳେ ଚୁନା ମାଛ ମୁଁ ଥରେ ଟ୍ରାଏ କରିଥିଲି ତ କ'ଣ ହେଇଥିଲା ନା ସେ ଚୁନା ମାଛ ଟୋଟାଲି ଭାଙ୍ଗି ଯାଇଥିଲା। ଆଉ ବୋଉ ଦେଖିପାରୁଥିବେ ନୂଆ ଟ୍ରିକ୍ରେ ତାର ସେ ଅଲଗା ଟାଇପ୍ର ତା ରୋଷେଇଟା ପୁରା ଡିଫରେଣ୍ଟ। କଢ଼େଇରେ ଯେଉଁ ତେଲ ଗୁଡ଼ାକ ଅଛି ସେ ସବୁ ମଝିରେ ରହିଯାଉଛି, ତ ସେ କ'ଣ କରିଛି ନା କଢ଼େଇକୁ ଏମିତି ଅଣେଇ ଦେଉଛି। ଅଣେଇ ଦେଲା ପରେ କଢ଼େଇଟା ମାନେ ଚାରିଆଡ଼େ ତେଲ ହେଇଯାଉଛି, ଯେଉଁ ସାଇଡ଼୍ରେ ମାଛ ଅଛି ସେ ସେଇ ସାଇଡ଼୍କୁ ଅଣେଇ ଦେଉଛି। ଆଉ ଏଠି ପଡ଼ିଲା ମୋ ଉପରେ ସୋଦା କି ତୋ ପାଇଁ ମାଛ ଗୁଡ଼ାକ ନଷ୍ଟ ହେବାକୁ ଯାଉଛି। ମୁଁ କହିଲି ମୋ ପାଇଁ କ'ଣ ମାଛ ଗୁଡ଼ାକ ନଷ୍ଟ ହେବାକୁ ଯାଉଛି ନା, ଗ୍ୟାସ୍ରେ ଯେଉଁ ଜାଳ ଗୁଡ଼ାକ ହେଉଛି ସେ ଗୋଟେ ଜାଗାକୁ ହେଉଛି, ତ ସେ ଚାରିଆଡ଼କୁ ହେଉନି, କଢ଼େଇଟା ଭଲ ସେ ତାତି ପାରୁନି। ସେଥିପାଇଁ କ'ଣ ହେଲା ନା ମାଛ ଗୁଡ଼ାକ ପୁରା ଲାଗିଗଲା। ଆଉ ଏଇଥିପାଇଁ ମୋତେ ସୋଦା ଶୁଣିବାକୁ ପଡ଼ିଥିଲା। ଆଉ ମୋତେ ଡର ଲାଗୁଥିଲା ମାଛ ଗୁଡ଼ାକ ଭାଙ୍ଗିଯିବ, କିନ୍ତୁ କ'ଣ କରିବା, ସେ ବୋଉ ଅଛି ତ ସେ କିଛି ବି କରିପାରେ। ମାଆ ମାନେ ତ କିଛି ବି କରିପାରନ୍ତି, ତ ସେମାନେ ଘରଣୀ ଅଛନ୍ତି, ତାଙ୍କୁ ବେଟର୍ ଭାବେ ଜଣା କି କେମିତି ହ୍ୟାଣ୍ଡେଲ୍ କରିବାକୁ ପଡ଼ିବ। ଆଉ ଦେଖିପାରୁଥିବେ ପୁରା ଖରିକାରେ ମାଛ ଗୁଡ଼ାକ ଖେଞ୍ଚି ଖେଞ୍ଚିକି ତାକୁ ପୁରା ବାହାର କରୁଥାଏ, ବାହାର କରିକି ଓଲଟେଇ ଦେଉଥାଏ। ଆଉ ସେପଟେ ମୋ ଉପରେ ସୋଦା ବି ଚାଲିଥାଏ। ମୁଁ ଆଉ କ'ଣ କହିବି, ଯେହେତୁ ମୁଁ କହିଦେଇଛି କି ତୁ ଗ୍ୟାସ୍ରେ ଭାଜିଦେ, ଚୁଲିରେ ଭାଜେନା, ତ ସବୁତକ ସୋଦା ମୋ ଆଡ଼କୁ ଆସୁଥାଏ। ସବୁ ଦୁଃଖ କଷ୍ଟ ସହିକି ମୁଁ ଭିଡ଼ିଓ ସେଠି ବନାଉଥାଏ ବେଲଜ୍ଜା ଭଳିଆ ବସିକି ତା ପାଖରେ, କିଛି ତ ଆଉ କରିହେବନି। ତ ଦେଖନ୍ତୁ ସେ ଏମିତି ମାଛ ବି ଓଲଟେଇଲା, ମାଛ ବି ମୋତେ ଲାଗୁନି ଭାଙ୍ଗିଛି, ଟୋଟାଲି ବି ଭାଙ୍ଗିନି ମାଛ, ଆପଣମାନେ ଏଇଠି ଦେଖିପାରୁଥିବେ କ୍ଲିଅରଲି। ତ ଏଇଟା ଯଦି ମୁଁ କରିଥାନ୍ତି ଏଇଟାକୁ ପୁରା ଘାଣ୍ଟି ଘୁଣ୍ଟାକିରି ଥୋଇ ଦେଇଥାନ୍ତି, ଆଉ ମାଛ ତ ଖରାପ ହେଇଥାନ୍ତା। ତାପରେ ସହିତ ମାନେ ସୋଦାଟା ତ ଏବେ ଯେତିକି ଅଳ୍ପ ଟିକେ ହେଉଛି, କିନ୍ତୁ ତାପରେ ଅଧିକ ହେଇଥାନ୍ତା ମୋ ଉପରେ। ଆଉ ଏଠି ଦେଖିପାରୁଥିବେ ଭଜା ଟୋଟାଲି ରେଡ଼ି ହେଇଗଲା। ଆଉ ଦେଖ ଏତେ ଇଏ ପରେ ବି ଦେଖ ମାଛ ଗୋଟା ବି ଭାଙ୍ଗିନି। ଆଉ ଆପଣମାନେ ବି ଦେଖିପାରୁଥିବେ ମାଛ ଟୋଟାଲି ବି ଭାଙ୍ଗିନି। ମାଛ ଭଜା ଏବେ ଦେଖିପାରୁଥିବେ ଟୋଟାଲି ଭାଙ୍ଗିନି, ଠିକ୍ଠାକ୍ ଅଛି। ତ ମାଛ ଭଜାକୁ କ'ଣ ନା ସେ ଗୋଟେ ଜାଗାକୁ କାଢ଼ିବା ପାଇଁ କହିଲା, ମୁଁ ତାକୁ ଗୋଟେ ଗିନା ଦେଲି। ଆଉ ସେ ଗିନା ଭିତରେ ମାଛ ଭଜାଟା କାଢ଼ୁଛି, କାହିଁକିନା ଖାଲି ଭଜା ହେଇକି ରହିବନି ନା। ତ ବୋଉ କହିଲା ଏକାଥର ଯଦି ଏଇଠି ଭାଜିଲି ତ ରାତି ପାଇଁ କିଛିଟା ମାଛ ଫ୍ରାଏ କରିଦେବି। ଆଉ ଦାଦା କହିଥିଲେ, ଦାଦାଙ୍କ ଡିମାଣ୍ଡ ଥିଲା ଯେ ମାଛ ଭଜା କିଛିଟା ରଖିବ ଆଉ ଫ୍ରାଏ କରିବ, ଆମ୍ବୁଲ ପକାଇକି ଫ୍ରାଏ କରିବ ସୋରିଷ ମସଲା ଦେଇକି। ତ ସେଥିପାଇଁ ବୋଉ କ'ଣ କଲା ନା ସେଇ କଢ଼େଇରେ କହିଲା କି ଏଇ କଢ଼େଇରେ କରିଦେବି, ଗୋଟେ ଜାଗାଟା ଦେ, ମାଛ ଭଜାଟା କାଢ଼ିଦେବି, କାଢ଼ିଲା ପରେ ସେଇଥିରେ ଫ୍ରାଏ କରିଦେବି। ତ ତାକୁ ମୁଁ ଗୋଟେ ଗିନା ଆଣି ଦେଇଥିଲି, ସେ ଗିନାରେ ସବୁତକ ମାଛ ବାହାର କରିଦେଲା। ଆଉ ଯେହେତୁ କଢ଼େଇଟା ଭଲ ସେ ତାତି ନଥିଲା, ଆପଣମାନେ ଦେଖିପାରୁଥିବେ କଢ଼େଇରେ ବି ଲାଗିଛି କିଛି। ତ ବୋଉ କହିଲି ଧୋଇବା ପାଇଁ, ସେ କହିଲା ନା ଧୋଇବି କ'ଣ, ଆଉ ସେ ସେଇଥିରେ କରିଦେବା। ତାପରେ ସେ ଆଡ଼୍ କରିଦେଲା କିଛି ତେଲ ପକାଇଲା ପରେ ଜିରା ପକାଇଦେଲା। ଆଉ ଏପଟେ ମୁଁ ମସଲା କରିଛି ସୋରିଷ, ରସୁଣ, ପିଆଜ ଆଉ ଜିରା, ୟା ଛଡ଼ା ଅଲଗା କିଛି ବି ମସଲା କରିନି, କାହିଁକିନା ଅଦା ଏଥିରେ ଦେଲେ ଭଲ ଟେଷ୍ଟ ଲାଗେନି ଚୁନା ମାଛ ଯେହେତୁ। ତ ମୋତେ ଯାହା ବୋଉ କହିଥିଲା ମସଲା କରିବା ପାଇଁ ମୁଁ ସେଇଟାକୁ ମସଲା କରି ନେଇ ଆସିଥିଲି। ତ ବୋଉ କ'ଣ କଲା ନା ଫୁଟଣ ଭଲସେ ଫୁଟିବା ପରେ ସେ ମସଲାକୁ ତା ଭିତରେ ଦେଇଦେଲା। ଆଉ ମସଲା ଦେଲା ପରେ ଗୋଟେ ଜିନିଷ ବହୁତ ବିରକ୍ତି ଲାଗେ, ସେ ମସଲା ଗୁଡ଼ାକ ଯେଉଁ ଚଡ଼ଚଡ଼ ହେଇକି ଛିଟିକେ ଉପରକୁ, ହାତ ଫାତ ଉପରକୁ ଛିଟିକେ, ତ ମୋତେ ସେଇଟା ବହୁତ ଡର ଲାଗେ। ଏଇଟା ମୋତେ ଖାଲି ଡର ନୁହଁ, ସବୁ ମାନେ ଘରଣୀ ବା ଗୃହିଣୀମାନଙ୍କୁ ଏଇଟା ଡର ଥିବ, ମୁଁ ବୁଝିପାରୁଛି। ତ ତାପରେ କ'ଣ କଲା ନା ବୋଉ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଟିକେ ଅଧିକା ଦେଲା। ମୁଁ କହିଲି କି ନାଇଁ ତୁ ଏତେ ଲଙ୍କାଗୁଣ୍ଡ ଦେଉଛୁ ରାଗ ହେବନି ନା, ମାଛ ତରକାରୀ ଟିକେ ରାଗୁଆ ହେଲେ ବେଶୀ ଟେଷ୍ଟ ଲାଗେ। ମୁଁ କହିଲି ହଁ ତୁ ଜାଣିଥିବୁ ସେଗୁଡ଼ାକ ବିଷୟରେ। ତ ତାପରେ କ'ଣ କଲା ନା ଲୁଣ ହଳଦୀ ପକାଇଲା ପରେ, ହଳଦୀ ଲଙ୍କାଗୁଣ୍ଡ ପକାଇଲା ପରେ ଲୁଣ ପକାଇଦେଲା। ଲୁଣ ପକାଇକି ତାକୁ ମିଶାଇବାରେ ଲାଗିଲା। ଆଉ ପୂର୍ବରୁ ଦେଖିଥିବେ ଟିକେ ପାଣି ବି ଦେଇଥିଲା, କାହିଁକିନା ଇଏ ମସଲା ବେଶୀ ଟାଇମ୍ କଷା ହେବନି, ଆଉ ଇଏ କଢ଼େଇରେ ବି ଲାଗିବନି। ଯଦି ତଳି ଲାଗିଯାଏ ମସଲା, ସୋରିଷ ଅଛି ନା, ତ ସେଥିପାଇଁ ଟିକେ ପିତା ଲାଗିବାର ଚାନ୍ସ ଅଛି। ଆଉ ତାପରେ ମୋତେ କହିଲା ଆମ୍ବୁଲ 2 ଖଣ୍ଡ ଆଣିକି ଦେ, ମୁଁ ଆମ୍ବୁଲ 2 ଖଣ୍ଡ ପକାଇଦେଲି ସେ ମସଲାରେ। ସେଥିରେ ବି ଆମ୍ବୁଲକୁ ପକାଇକି ଟିକେ ଭଲସେ କଷିଲା। ଆଉ ମଝିରେ ବି ସେ ଟିକେ ପାଣି ବି ଦେଉଥାଏ, କାହିଁକିନା ତଳେ ଲାଗିଗଲେ ପିତା ଲାଗିବ। ସୋରିଷ ମସଲାଟା ଅଛି, ଅଦା ମସଲାକୁ ଯେତେ ବି କଷିଲେ ମାନେ ସେ ଏତେ ପିତା ଲାଗେନି, କିନ୍ତୁ ସେ ଏଇଟା କହିଲା କି ବେଶୀ କଷା ହେବନି। ତାପରେ କ'ଣ କଲା ନା ମାଛ ଭଜା ପକାଇଦେଲା, ଯେତିକି ରୋଷେଇ ହେବା କଥା ସେତିକି ପକାଇଦେଲା। ଆଉ ବାକି ତକ ମାଛ ରଖିଦେଲା, ମାନେ ଦାଦା କହିଥିଲେ ନା କି ଭଜା ଖାଇବା ପାଇଁ, ଦାଦାଙ୍କ ପାଇଁ ଭଜା ରଖିଦେଇକି ବାକି ତକ ମାଛକୁ ପକାଇକି ଆଉ ଟିକେ ବି ତା ଦେହରେ ପାଣି ଦେଇଥିଲା, କାହିଁକିନା ମସଲା ଟିକେ ଶୁଖିଲାଳିଆ ହେଇଯାଇଥିଲା। ତ ସେଥିରେ କ'ଣ କଲା ନା ମାଛକୁ ପକାଇକି ଟିକେ କିଛି ସମୟ ପାଇଁ କଷିଥିଲା, ବେଶୀ ନୁହଁ, 1-2 ମିନିଟ୍ ପାଇଁ କଷିଥିଲା, କାହିଁକିନା ଆଗରୁ ମସଲା କଷା ହେଇଛି। ତ କଷାଟା ଟିକେ ମାଛ ଭିତରେ ପଶିବା ପାଇଁ ମାତ୍ର 1-2 ମିନିଟ୍ ପାଇଁ କଷି ଦେଇ ତା ଦେହରେ ଦେଇଦେଲା ପାଣି ଯେତିକି ଆବଶ୍ୟକ ସେ ସେତିକି ଦେଇଛି, ବେଶୀ ଦେଇନି, କାହିଁକିନା ଇଏ ଟିକେ ଭଲସେ ଫୁଟିଯିବ। ଫୁଟିଲେ ବେଶୀ ଏଥିରେ ତ ଝୋଳ ରହିବନି, ଖାଲି ମାଛ ଫ୍ରାଏ ହେଉଛି। ତ
ତ ଅଳ୍ପ ପାଣି ଦେଇଥିଲା, ବେଶୀ ଦେଇନଥିଲା। ତାପରେ କ'ଣ କଲା ନା ସେ ଖରିକାରେ ଯେଉଁ ଗୁଡ଼ାକ ଲାଗିଥିଲା ତା ଦେହରେ ବି ପାଣି ଦେଇ ତାକୁ ଭଲସେ ଧୋଇ ଦେଇ ଛାଡ଼ିଦେଲା 5-10 ମିନିଟ୍ ଯାଏଁ ସେ ଛାଡ଼ି ଦେଇଛି। ଆଉ 10 ମିନିଟ୍ ପରେ ଦେଖିପାରୁଥିବେ ପୁରା ପରଫେକ୍ଟ ହେଇଯାଇଛି ମାଛ ଫ୍ରାଏ। ବେଶୀ ଝୋଳ ବି ନାହିଁ, ଆଉ ମାଛ ଗୁଡ଼ାକ ଭଲସେ ବି ସିଝି ଯାଇଥିବ ତା ଭିତରେ, ଆପଣମାନେ ଦେଖିପାରୁଥିବେ। ଆଉ ତାର ସ୍ମେଲ୍ଟା ତ ବହୁତ ଆସୁଥିଲା ମୁଁ ଯେତେବେଳେ ଭିଡ଼ିଓ ବନାଉଥିଲି। ତ ରେଡ଼ି ହେଇଗଲା ଆମର ଆମ୍ବୁଲ ଦିଆ ହେଇ ମାଛ ବେସର। ତ ଆପଣମାନେ ବି କେବେ ଏମିତି ଟ୍ରାଏ କରନ୍ତୁ ଆମ୍ବୁଲ ଦେଇକି କରିବା ପାଇଁ, ଆଉ ନିଶ୍ଚୟ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ବହୁତ ବଢ଼ିଆ ଟେଷ୍ଟ ଲାଗିବ। ଏଇଟା ତ ଆମ ଗାଁ ମାନଙ୍କରେ ବହୁତ ଚାଲେ, କିନ୍ତୁ ଆପଣ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ସେଇଟା ମୁଁ ଜାଣିନି। ଯଦି କମେଣ୍ଟ କରିବେ କେଉଁ ଜାଗାରୁ ବି ଭିଡ଼ିଓ ଦେଖୁଛନ୍ତି ମୋତେ ବହୁତ ଖୁସି ଲାଗିବ। ଆଉ ଦେଖିପାରୁଥିବେ ଏ ଆମ୍ବୁଲଟା ପୁରା ଫାଳ ଆମ୍ବୁଲଟା ବହୁତ ଦେଖିକି ତ ଲୋଭ ଲାଗୁଛି। ତ ଭିଡ଼ିଓଟାକୁ ମୁଁ ଆଉ ବେଶୀ ଲଙ୍ଗ୍ କରୁନି, ଏଇଠି ଭିଡ଼ିଓଟାକୁ ଏଣ୍ଡ କରୁଛି। ଯଦି ଭିଡ଼ିଓ 1% ବି ଭଲ ଲାଗିଥିବ ଗୋଟେ ଲାଇକ୍ କରିଦେବେ ୟାର। ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଦେଖା ହବ ଆଉ ଏକ ନୂଆ ଭିଡ଼ିଓରେ। ରହିଲି, ଟାଟା।